ମହୋଦଧି ଦିବସ ସୋମବାର ପୁରୀରେ ପାଳିତ ହୋଇଯାଇଛି। ସମୁଦ୍ରରେ କାଇଙ୍କି ଦୃଶ୍ୟ ଉପଭୋଗ କରିଛନ୍ତି ପର୍ଯ୍ୟଟକ। ସମୁଦ୍ର ତଥା ବେଳାଭୂମି ସୁରକ୍ଷା ପାଇଁ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ମହୋଦଧି ସମ୍ମାନ ପ୍ରଦାନ କରାଯାଇଛି। ନୀଳାଦ୍ରି ବେଳାଭୂମିରେ ଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ଦି ବେଲ୍ ଏବଂ ଷ୍ଟେଟ୍ ବ୍ୟାଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ, ବେଳାଭୂମି ତଥା ପରିବେଶ ସୁରକ୍ଷା ପାଇଁ ସବୁ ସଂଗଠନ ଏବଂ ଛାତ୍ରଛାତ୍ରୀ ଆଗେଇ ଆସିବା ଉଚିତ। ଅଲିଭ୍ ରିଡେଲ୍ କଇଁଚଙ୍କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମୁଦ୍ର ଭିତରେ 8 ଜଣ ଯୁବକ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଓଡ଼ିଶା ମେରିଟାଇମ୍ କଳିଙ୍ଗ ସର୍ଫ ଲାଇଫ୍ ସେଭିଂ ସୋସାଇଟି ଏବଂ କଳିଙ୍ଗ ସର୍ଫିଂ ଲାଇଫ୍ ସେଭିଂ ସୋସାଇଟି କର୍ମକର୍ତ୍ତା ସେଥିରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ଶୋଭାଯାତ୍ରା ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ମହିଳାଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଦି ବେଲ୍ ଆବାହକ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପରିଚାଳକ ବିଜୟ କୁମାର ଶତପଥୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ସମର୍ପଣର ବ୍ରଜକିଶୋର ସାହୁ, ସାଇ ଉଦୟ ଲକ୍ଷ୍ମୀ ଟ୍ରଷ୍ଟ ରାଜକିଶୋର ପାତ୍ର, ବୋଧିଚକ୍ର ପକ୍ଷରୁ ଉମେଶ ଚନ୍ଦ୍ର ଦାସ, ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ଗଜଲକ୍ଷ୍ମୀ ରାୟ, ସଂକଳ୍ପ ଫାଉଣ୍ଡେସନର ସୁଚରିତା ପାଢ଼ୀ, ଆର୍ଟ ଅଫ୍ ଲିଭିଂ ପକ୍ଷରୁ ସୁଚିସ୍ମିତା ମହାନ୍ତି, ଅନ୍ୱେଷଣର ସନ୍ତୋଷ ରାଉତ, ୟୁଥ୍ ଫୋରମର ସତ୍ୟନାରାୟଣ ସାହୁ ଓ ଓମ୍ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ପଞ୍ଜାବର ଅମୃତସରରେ ଗତ 10 ତାରିଖ ଦିନ ଅନୁଷ୍ଠିତ ରଥଯାତ୍ରାକୁ ବିରୋଧ କରିଛି ଉତ୍କଳ ବିଦ୍ୱତ୍ ପରିଷଦ। ଇସ୍କନ ଅମୃତସର କମିଟିର ଏଭଳି ପଦକ୍ଷେପ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ବୋଲି ପରିଷଦ ଅଧ୍ୟକ୍ଷ ମନୋଜ କୁମାର ରଥ କହିଛନ୍ତି। ପ୍ରତ୍ୟେକ ବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବା ଶାସ୍ତ୍ରୀୟ ବିଧି ରହିଛି। ଗତ 10 ତାରିଖ ଦିନ ଅମୃତସରରେ ହୋଇଥିବା ରଥଯାତ୍ରା ଯୋଗୁଁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗରେ ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ଏକ ଚିଠି ଲେଖି ଏହି ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏହାଛଡ଼ା ସେଠାରେ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଯୋଗୁଁ ଭକ୍ତମାନେ ଦ୍ୱନ୍ଦ୍ୱରେ ପଡ଼ିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖି ଶାସ୍ତ୍ର ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ଅମୃତସର ଇସ୍କନ ପକ୍ଷରୁ ଗତ 10 ତାରିଖ ଦିନ ରାଧାକୃଷ୍ଣ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା। ଏହି ରଥଯାତ୍ରା ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ପଞ୍ଜାବ ସରକାର ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଶ୍ରୀ ରଥ ଦାବି କରିଛନ୍ତି। ପରିଷଦ ପକ୍ଷରୁ ଏ ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପୁରୀ ସହରରେ ମଶା ନିୟନ୍ତ୍ରଣରେ ପୌର ସଂସ୍ଥା ବିଫଳ ହୋଇଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ପୌର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପୁରୀରେ ମଶା ମାଛିଙ୍କ ବଂଶବୃଦ୍ଧି ପାଇଥିବା ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି ଅଭିଯୋଗ କରିଛନ୍ତି। ସମ୍ପାଦକ ସତ୍ୟଜିତ ମହାନ୍ତି, ସମୀର ସାମନ୍ତରାୟ, ଅଂଶୁମାନ ଶତପଥୀ, ଜୟନ୍ତୀ ଜେନା, ପାର୍ବତୀ ପ୍ରଧାନ, ବିରଜା ପ୍ରସାଦ ନାଥ, ଅନିଲ ସେନାପତି ସୋମବାର ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନଳା ଓ ହାଡ଼ି ଗୋହିରୀ ଗୁଡ଼ିକୁ ସଫା କରାଯାଉନଥିବା ଯୋଗୁଁ ମଶା ବଂଶ ବୃଦ୍ଧି ପାଉଥିବା ସେମାନେ କହିଛନ୍ତି। ଏଥିଯୋଗୁଁ ପୁରୀରେ ଡେଙ୍ଗୁ, ମ୍ୟାଲେରିଆ, ଜ୍ୱର ଏବଂ ମୁଣ୍ଡବିନ୍ଧା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ ସାକ୍ଷାତ କରି ସେମାନେ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଶା ତେଲ ଦିଆଯାଉନଥିବା ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ପୌର ସଂସ୍ଥା ପୁରୀରେ ମଶା ନିୟନ୍ତ୍ରଣ ବ୍ୟବସ୍ଥା ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆପ୍ ଚେତାବନୀ ଦେଇଛି।
ସରକାରୀ ମହିଳା ମହାବିଦ୍ୟାଳୟ ବୃତ୍ତି ପରାମର୍ଶ କେନ୍ଦ୍ର ତରଫରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ସହଯୋଗରେ ବ୍ୟାଙ୍କିଂ ଆଜ୍ ଏ କ୍ୟାରିୟର ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ଅଞ୍ଜନି କୁମାର ଶୁକ୍ଲା ଏଥିରେ ଅଧ୍ୟକ୍ଷତା କରିଥିଲେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖାର ଅତିରିକ୍ତ ଜେନେରାଲ ମ୍ୟାନେଜର ଶିବପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡକ୍ଟର ରାକେଶ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନେତ୍ରାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ କଲେଜ ଛାତ୍ରୀ ସାମିଲ ହୋଇଥିଲେ।